नमस्कार आपण समस्तଙ୍କୁ जानकारी ओडिया चैनल रे स्वागत। एही दुनिया रे एमिति अनेक लोक माने अछंती जो मानक दुख दुर्दशा ता सहित अनेक समस्या लागी रही थाए। जेमिति कि जेते रोजगार कले मध्य केते बेले घरे टंकार समस्या समाधान हेउ न थाए, केते बेले कोनोसी काम धंदा कले सेही काम ठीक भाबरे हेउ न थाए। ता सहित जेते रोजगार कले मध्य टंकाटे रहु न थाए घरे घरे सब बेले कली कज्जिया लागी रहु थाए, शत्रु समस्या लगी रही थाए। यही सबु समस्या समस्तଙ୍କ जीवନରେ ଲାଗି ରହିଥାଏ। ତାହା ଦ୍ୱାରା ସେମାନେ କେତେବେଳେ ସୁଖ ଶାନ୍ତିରେ ଜୀବନ ଯାପନ କରିପାରୁନଥାନ୍ତି। ଆଜିର ଭିଡ଼ିଓରେ ମୁଁ ଆପଣମାନଙ୍କୁ ଏମିତି ଗୋଟିଏ ଉପାୟ କହିବି, ଏମିତି ଏକ ତାନ୍ତ୍ରିକ ଉପାୟ ଯେଉଁ ଉପାୟଟି ଆପଣମାନେ ଅତି ସହଜରେ କରିପାରିବେ। ଏହି ଉପାୟଟି କରିବା ଦ୍ୱାରା ଆପଣଙ୍କ ଜୀବନରେ ଲାଗି ରହିଥିବା ସମସ୍ତ ଦୁଃଖ କଷ୍ଟ ସମସ୍ୟାଟି ନିଶ୍ଚିନ୍ତ ଭାବରେ ଧୀରେ ଧୀରେ ଦୂର ହେବାକୁ ଲାଗିବ। ଯଦି ଆପଣ ଯେତେ ରୋଜଗାର କଲେ ମଧ୍ୟ ଟଙ୍କାଟେ ରହୁନାହିଁ, ଶତ୍ରୁ ସମସ୍ୟା ଲାଗି ରହୁଛି, ସବୁବେଳେ ଅଶାନ୍ତି ଲାଗି ରହୁଛି, ତାହେଲେ ଆପଣମାନେ ଆଜିର ଉପାୟଟି ନିଶ୍ଚିନ୍ତ ଭାବରେ କରନ୍ତୁ। ଦେଖିବେ ନିଶ୍ଚିନ୍ତ ଭାବରେ ଆପଣଙ୍କର ସମସ୍ୟାଟି ଦୂର ହେବ। ତ ଚାଲନ୍ତୁ ମୁଁ ଆପଣମାନଙ୍କୁ ସେଇ ପ୍ରୟୋଗ ବିଧିଟି ଜଣାଇ ଦେଉଛି। କିନ୍ତୁ ତାହାରି ପୂର୍ବରୁ ଆପଣମାନେ ଚ୍ୟାନେଲଟିକୁ ନୂଆ ଦେଖୁଛନ୍ତି କିମ୍ବା ପ୍ରଥମ ଥର ପାଇଁ ଦେଖୁଛନ୍ତି, ତାହେଲେ ଚ୍ୟାନେଲଟିକୁ ଏବେ ହିଁ ସବସ୍କ୍ରାଇବ୍ କରି ଭିଡ଼ିଓଟିକୁ ନିଶ୍ଚିନ୍ତ ଭାବରେ ଲାଇକ୍ କରନ୍ତୁ। ଯଦି ଆପଣମାନେ ନିଜର ସମସ୍ୟାକୁ ସମାଧାନ କରିପାରୁନାହାନ୍ତି, ଆପଣଙ୍କ ପାଖରେ ସମୟ ନାହିଁ ତନ୍ତ୍ର ମନ୍ତ୍ର ଯନ୍ତ୍ର ପ୍ରୟୋଗ କରିବା ପାଇଁ, ତାହେଲେ ଆପଣମାନଙ୍କ ପାଇଁ ଗୋଟିଏ ସୂଚନା। ଆପଣଙ୍କ ମୋବାଇଲ ସାମ୍ନାରେ ଯେଉଁ ତାବିଜଟି ଦେଖାଯାଉଛି, ଏହି ତାବିଜର ଅନେକ ଗୁଡ଼ିଏ କାମ, କ'ଣ ସବୁ କାମ ମୁଁ ଆପଣମାନଙ୍କୁ ଲେଖିକି ଜଣାଇ ଦେଇଛି, ଭଲ ଭାବରେ ପଢ଼ନ୍ତୁ। ସର୍ବଜନ ବଶୀକରଣ, ସର୍ବମୋହିନୀ, ସର୍ବକାର୍ଯ୍ୟ ସିଦ୍ଧି, ସ୍ୱାମୀ ବଶୀକରଣ, ସ୍ତ୍ରୀ ବଶୀକରଣ, ବେପାର ବୃଦ୍ଧି, ଶତ୍ରୁ ସମସ୍ୟା, ପ୍ରେମ ସମସ୍ୟା, କୋର୍ଟ କଚେରୀରେ ବିଜୟ, ଉଚ୍ଚାଟନ ପାଙ୍ଗଣ ନାଶନ, ଭୂତପ୍ରେତ ଠାରୁ ରକ୍ଷା, ବିବାହ ସମସ୍ୟା, ଗ୍ରହ ସମସ୍ୟା, ଧନ ବୃଦ୍ଧି, ଚାକିରି ସମସ୍ୟା, ସମସ୍ତ ସମସ୍ୟା ପାଇଁ ଆମେ ତାବିଜ ଦେଉଛୁ। ଯେଉଁ ତାବିଜର ଦାମ ହେଉଛି 4500ରୁ 5500 ଭିତରେ ପଡ଼ିଥାଏ। ଯଦି ଆପଣଙ୍କର ଅନେକ ଗୁଡ଼ିଏ ସମସ୍ୟା ଅଛି, ସମସ୍ୟା ଜଣେଇକି ଆପଣଙ୍କ ନାଁ ଅନୁସାରେ ପୂଜା ବିଧି କରିକି ତାବିଜ ନେବା ପାଇଁ ଚାହୁଁଛନ୍ତି, ତାହେଲେ ଆପଣମାନେ ଏହି ନମ୍ବରରେ ଯୋଗାଯୋଗ କରିବାକୁ ପଡ଼ିବ। ହଜାର ହଜାର ଚେରିମୂଳିକୁ ନେଇକି ଆମେ ତିଆରି କରୁଛୁ ଏହି ତାବିଜ। ଆମ ନମ୍ବରରେ ଆପଣମାନେ ନିଜର ଆଡ୍ରେସ୍ ନିଜର ସମସ୍ୟା ଜଣେଇବେ, ପେମେଣ୍ଟ କରିବେ, କେତେ ଟଙ୍କା କ'ଣ ପଡ଼ିବ ଜଣେଇଦେବୁ। ତାପରେ ପେମେଣ୍ଟ କଲା ପରେ ଆପଣଙ୍କ ନାଁରେ ତିଆରି କରି ଦିଆଯିବ। ତାହାପରେ ଆପଣଙ୍କୁ ପୋଷ୍ଟାଲ ଜରିଆରେ ପଠାଇ ଦିଆଯିବ, ଯାହା କେବଳ ସେହି ତାବିଜଟି 5ରୁ 7 ଦିନ ଭିତରେ ପୋଷ୍ଟାଲ ଜରିଆରେ ବା ଡାକଘର ମାଧ୍ୟମରେ ପହଞ୍ଚିଯିବ। ଯଦି ଆପଣଙ୍କର ସମସ୍ୟାକୁ ସମାଧାନ କରିବା ପାଇଁ ଚାହୁଁଛନ୍ତି, ତାହେଲେ ଦିଆଯାଇଥିବା ନମ୍ବର ସହିତ ଆମକୁ ଯୋଗାଯୋଗ କରନ୍ତୁ। ଆପଣ କଲ୍ କରିପାରିବେ ସକାଳୁ 8ଟାରୁ ସନ୍ଧ୍ୟା 8ଟା ପର୍ଯ୍ୟନ୍ତ ବା ରାତି 8ଟା ପର୍ଯ୍ୟନ୍ତ ଆପଣ ଆମକୁ କଲ୍ କରିପାରିବେ। ବର୍ତ୍ତମାନ ମୁଁ ଆପଣମାନଙ୍କୁ ସେହି ପ୍ରୟୋଗ ବିଧିଟି ଜଣାଇ ଦେଉଛି। ଦେଖନ୍ତୁ ଆପଣଙ୍କ ମୋବାଇଲ ସାମ୍ନାରେ ଯେଉଁ ଗଛଟି ଦେଖାଯାଉଛି, ଦେଖିଲେ ନିଶ୍ଚିତ ଭାବରେ ଜାଣିପାରୁଛନ୍ତି ଏହାକୁ କୁହାଯାଏ କଳା ଦୁଦୁରା ବା କଳା ଧାତୁରା ଗଛ। ଏହି କଳା ଧାତୁରା ବା କଳା ଦୁଦୁରା ଗଛର ତାହାରି ଖଣ୍ଡିଏ ମାତ୍ର ଚେର ଆପଣଙ୍କ ଜୀବନରେ ଲାଗି ରହିଥିବା ସମସ୍ତ ଦୁଃଖ କଷ୍ଟ ସମସ୍ୟାକୁ ଦୂର କରିଦେବ। କେମିତି ଆପଣମାନେ ଏହି ଗଛର ଚେରଟିକୁ ଆଣିବେ, କେମିତି ଆଣିବେ, କେଉଁ ଦିନ ଆଣିବେ, ତାହା ଜାଣି ରଖନ୍ତୁ। ତାହାର ବିଧିବିଧାନଟି କ'ଣ? ଯେଉଁଦିନ ସୋମବାର ହୋଇଥିବ, ବୁଝିଲେ, ସୋମବାର ହୋଇଥିବ ଏବଂ ପୁଷ୍ୟା ନକ୍ଷତ୍ର ପଡ଼ିଥିବ, ବୁଝିଲେ, ସୋମବାର ପୁଷ୍ୟା ନକ୍ଷତ୍ର ଯେଉଁଦିନ ପଡ଼ୁଛି, ସେହିଦିନ ଏହି ଗଛର ଚେରଟିକୁ ଆଣିବାକୁ ପଡ଼ିବ। ପୁଷ୍ୟା ନକ୍ଷତ୍ର ସୋମବାର ଦିନ ଏହି ଗଛର ଚେରଟିକୁ ବିଧିବିଧାନ ସହିତ ପୂଜାବିଧି ନୀତି ନିୟମ ଅନୁସାରେ କରିକି ଏହି ଗଛର ଚେରଟିକୁ ଆଣିବାକୁ ପଡ଼ିବ। ନକ୍ଷତ୍ର ହେଉଛି ପୁଷ୍ୟା ନକ୍ଷତ୍ର, ବାର ହେଉଛି ସୋମବାର। ଆପଣ ଧ୍ୟାନ ଦିଅନ୍ତୁ, ଯେକୌଣସି କ୍ୟାଲେଣ୍ଡର କିମ୍ବା ଜ୍ୟୋତିଷକାରକୁ ପଚାରନ୍ତୁ କେଉଁ ଦିନଟି ପୁଷ୍ୟା ନକ୍ଷତ୍ର ସୋମବାର ପଡ଼ୁଛି, ତାହାରି ପୂର୍ବ ଦିନ ସନ୍ଧ୍ୟାରେ କ'ଣ କରିବେ, ପୂଜାବିଧି କରିବେ। ରବିବାର ସନ୍ଧ୍ୟାରେ ପୂଜାବିଧି କରିବେ, ନିମନ୍ତ୍ରଣ କରିବେ, ଗଛଟିକୁ ପୂଜାବିଧି କରିବେ। ତାହାପରେ ହିଁ ପୁଷ୍ୟା ନକ୍ଷତ୍ର ସୋମବାର ଦିନ ଏହି କଳା ଦୁଦୁରା ଗଛର ଚେରଟିକୁ ଆଣିବେ। ତାହାପରେ ଯଦି ଆପଣଙ୍କ ଘରେ ସବୁବେଳେ କଳି କଜିଆ ଲାଗି ରହୁଛି, ଯେତେ ରୋଜଗାର କଲେ ମଧ୍ୟ ଟଙ୍କାଟେ ରହୁନାହିଁ, ତାହେଲେ ସେହି ଚେରଟିକୁ କଳା କପଡ଼ାରେ ବାନ୍ଧିକି ଘରେ ରଖନ୍ତୁ। ତାହା ଦ୍ୱାରା ଦେଖିବେ ଆପଣଙ୍କ ଘର ଶାନ୍ତି ହେବ, ଘରେ ଭୂତ ପ୍ରେତ ଛୁଇଁ ପାରିବ ନାହିଁ, ଶତ୍ରୁ ସମସ୍ୟା ଦୂର ହେବ। ଯେତେ ରୋଜଗାର କଲେ ମଧ୍ୟ ରହୁନାହିଁ, ତାହେଲେ ରହିବାକୁ ଲାଗିବ। ତା ସହିତ ଆପଣ ଯେକୌଣସି କାମଧନ୍ଦା କରୁଛନ୍ତି, କାମଧନ୍ଦା ଠିକ୍ ହେଉନାହିଁ, ଅଧାରେ ରହିଯାଉଛି, ତାହେଲେ ସେହି ଚେରଟିକୁ ଗୋଟେ ତାବିଜରେ ପୂରେଇକି ଯଦି ପିନ୍ଧିବେ, ତାହେଲେ ଶତ୍ରୁ ସମସ୍ୟା ଦୂର ହେବ। ଯେକୌଣସି କାମଧନ୍ଦା କରୁଛନ୍ତି, କାମଧନ୍ଦା ମଧ୍ୟ ଠିକ୍ ଚାଲିବ।
କଳିଝଗଡ଼ା ସମସ୍ୟା ବି ଦୂର ହେବ, ଶାନ୍ତି ଦେଖାଯିବ ଏବଂ ଯେତେ ରୋଜଗାର କରୁଛନ୍ତି ଟଙ୍କାଟେ ରହୁନାହିଁ ହାତରେ, ଯେତେ ଇଆଡ଼େ ଆସିଲେ ସିଆଡ଼େ ଚାଲିଯାଉଛି, ତାହେଲେ ମଧ୍ୟ ଠିକ୍ ହେବାକୁ ଲାଗିବ। ମୁଁ ଆପଣମାନଙ୍କୁ ଯାହା ସବୁ କହିଲି ସେସବୁ ଆଶା କରୁଛି ଠିକ୍ ଭାବରେ ବୁଝିପାରିଥିବେ। ଯଦି ଆପଣମାନଙ୍କର ସମସ୍ୟା ଅଛି, ସମସ୍ୟାକୁ ସମାଧାନ କରିବା ପାଇଁ ଚାହୁଁଛନ୍ତି, ତାହେଲେ ଆପଣମାନେ ଆମକୁ ଚାହିଁଲେ ମଧ୍ୟ ଯୋଗାଯୋଗ କରିପାରିବେ। ଯଦି ଭିଡ଼ିଓଟି ଭଲ ଲାଗିଥାଏ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ଚ୍ୟାନେଲଟିକୁ ପ୍ରଥମ ଥର ପାଇଁ ଦେଖୁଛନ୍ତି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିକି ରଖନ୍ତୁ। ଧନ୍ୟବାଦ, ନମସ୍କାର।